ମଉସା ଏ ବର୍ଷ ମା ଗଜ ବାହାନରେ ଆସୁଛନ୍ତି, ଏଇଟା ଦେଶ ପାଇଁ କେତେ ଭଲ କେତେ ଖରାପ କଣ କହିବେ? ଦେଖନ୍ତୁ ଗଜବାହାନ ଆସିଲା ମାନେ ଦୁଇଟି ଜିନିଷ ବୁଝାଏ। ଗୋଟେ ହେଲା ଜଳବୃଷ୍ଟି ଅଧିକା ହବ, ଆଚ୍ଛା ମାଙ୍କ ପୂଜା ବେଳକୁ ଜଳବୃଷ୍ଟି ନିଶ୍ଚୟ ହବ। ତା ଛଡା ରଜ ଚଢିକିରି ରଜା ମାନେ ଯୁଦ୍ଧ କରୁଥିଲେ। ହଁ ଏ ଯୁଦ୍ଧ ପାଇଁ ବି ଗୋଟେ କେବଳ ସୂଚନା, ଏ ଯୁଦ୍ଧ ପାଖାପାଖି ଯୁଦ୍ଧ ହବାର ଚାନ୍ସ ଅଛି। ଆଚ୍ଛା ଆଚ୍ଛା ତେଣୁ ଦୁଇଟି ଯାକ ଜିନିଷକୁ ବୁଝଉଛି। ଇଏ ବର୍ଷା ହବା କଥା ଅଲରେଡି IMD କହିସାରିଲାଣି, ଧୋଇଯିବ ବର୍ଷ ଦଶଟା ଧୋଇଯିବ ବହୁତ ଜାଗା। ଯୁଦ୍ଧଟା ଦେଖ ମୋ ପ୍ରିୟ ଅନୁସାରେ ଅକ୍ଟୋବରରେ ଯୁଦ୍ଧ ଆରମ୍ଭ ହେଇଯାଇପାରେ, କିଛି ଗୋଟେ ଜମିଲା ହେବ, ଯୁଦ୍ଧକାଳୀନ ଭିତ୍ତି ପରିସ୍ଥିତି ସୃଷ୍ଟି ହବ। ଯୁଦ୍ଧ ବି ଲାଗି ଯାଇପାରେ, କି ଗୋଟେ ଆଟାକ୍ କରିପାରେ, କି ବରଦ ଉପରେ କିଛି ହଲଚଲ ହେଇପାରେ, ସମଥିଙ୍ଗ ଲାଇକ୍ ମାନେ ଯୁଦ୍ଧ ରିଲେଟେଡ୍ କିଛି ଜିନିଷ ହବ ନିଶ୍ଚୟ ଅକ୍ଟୋବର ମାସରେ। ଯୁଦ୍ଧକୁ ଲିଙ୍କ କଲା ଭଳି କିଛି ଗୋଟେ ଘଟଣା ଘଟିବ, ଆଉ ତା ସହିତ ପୁଣି ବହୁ ବୃଷ୍ଟି ବର୍ଷା ପୁଣି ଭୟଙ୍କର ହବ ନାଇଁ କି? ମାନେ 2021 ଯେମିତି ହେଇଥିଲା ଏ ବର୍ଷ ବି ସେମିତି ଦଶହରା ମାଡ ଖାଇଯିବାର ସମ୍ଭାବନା ରହୁଛି। ବହୁତ ଚାନ୍ସ ଅଛି, ବହୁତ ଚାନ୍ସ ଅଛି। ଏଇ ଯୋଉ ବର୍ଷା ବର୍ତ୍ତମାନ ଚାଲିଲା ନା, ଇଏ ବର୍ଷା ରହିବ ତୁମର ଡିସେମ୍ବର ପର୍ଯ୍ୟନ୍ତ। ଆଚ୍ଛା, ମାନେ ଡିସେମ୍ବରରେ ସାଧାରଣତଃ ବର୍ଷା ଦେଖା ଦିଏନି, ବର୍ଷାର ସମ୍ଭାବନା ନଥାଏ। ଏଇ ଦଶହରା ବେଳକୁ ବର୍ଷା କମି ଯାଇଥାଏ, କିନ୍ତୁ ଏଇଟା କହୁଛନ୍ତି ଆପଣ ବର୍ଷା କମିଯାଏ, ନଭେମ୍ବରରେ ବର୍ଷା ଛାଡିଯାଏ, ଡିସେମ୍ବର ମାସ ଲାଷ୍ଟ ବେଳକୁ ଟିକେ ଝିପିଝିପି ବର୍ଷା ହୁଏ ସବୁ ବର୍ଷ। କିନ୍ତୁ ଏ ବର୍ଷ ଇଏ କଣ୍ଟିନ୍ୟୁସ୍ ବର୍ଷା ଚାଲିଲା, ଇଏ ପାଗ ବଦଳିବାର ନାହିଁ। ଆଚ୍ଛା ଆଚ୍ଛା, କିନ୍ତୁ ମଉସା ମାନେ ବର୍ଷା ଯେତେବେଳେ ଆରମ୍ଭ ହେଇଛି ଏ ମାସ ମେ ମାସରୁ, ଆପଣ କହିବା କଥା ଯେ କି ମେ ମାସରୁ ଡିସେମ୍ବର ପର୍ଯ୍ୟନ୍ତ କଣ୍ଟିନ୍ୟୁସଲି ବର୍ଷା ହେବାର ସମ୍ଭାବନା ରହୁଛି। ହଁ ହଁ ବିଲକୁଲ। ତା ଛଡା ନେକ୍ସଟ ଇୟର ଏଇଭଳିଆ ପାଗ ହବ 26ରେ। ଆଚ୍ଛା, ନେକ୍ସଟ ଇୟର ବି ଏଇଭଳି ପାଗ ହବ? ଏଇଭଳି ପାଗ। ଆଚ୍ଛା ଆଚ୍ଛା, ଇଏ ରହି ଚାଲିଲା, ଚାଲିଲା ଏଣିକି। ତେବେ ମତେ ଦେଖିବାକୁ ଗଲେ ମା ଯୋଉ ଗଜ ବାହାନରେ ଆସୁଛନ୍ତି, ଏଇଟା ଦୁଇଟା ସଂକେତ ଦଉଛି, ଗୋଟେ ହଉଛି ଯୁଦ୍ଧ ଆଉ ଗୋଟେ ହଉଛି ଅତିବୃଷ୍ଟି। ହଁ ଆକ୍ଚୁଆଲି କଣ କି ଦିଟା ଜିନିଷ, ତମର ନୌକା ବାହନ ଆଉ ଗଜ ବାହନ, ଏଇ ଦିଟା ଆସିଲେ ନୌକା ବାହନରେ ବଢି ହବାର ଚାନ୍ସ ଅଛି ବହୁତ। ନୌକା ବାହନରେ ବଢି ପ୍ରବଳ ବଢି ହବ। ଆଚ୍ଛା, ଗଜ ବାହନ ଆସିଲେ ବର୍ଷା ହବ, ପ୍ଲସ ବଢି କିଛିଟା ଛୋଟ ଛୋଟ ବଢି ହେଇପାରେ, ଛୋଟ ଛୋଟ ବଢି ତା ସହିତ ୱାର। ଆଚ୍ଛା ଆଚ୍ଛା, ଠିକ ଅଛି ମଉସା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।